ସାମ୍ବାଦିକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ସାମ୍ବାଦିକ ଓ ତାଙ୍କ ସ୍ତ୍ରୀ ପରିବାର ନାମରେ ନାନାଦି କୁଭାଷା ପ୍ରୟୋଗ କରି ସାମାଜିକ ଗଣମାଧ୍ୟମରେ ଫେକ୍ ଆଇଡି ବ୍ୟବହାର କରି ବଦନାମ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପାଇଁ ମହିଳା ଏତଲା ଦେବାର ଗୋଟିଏ ମାସ ପୂରି ଯାଇଥିଲେ ସୁଦ୍ଧା ଖୋଲା ଆକାଶ ତଳେ ବୁଲୁଛି ଅପରାଧୀ। ଅନ୍ୟପଟେ ଆଇଜି ମହିଳାଙ୍କୁ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଫେସବୁକରେ ଏକ ଫେକ୍ ଆଇଡି ଖୋଲାଯାଇ ସାମ୍ବାଦିକଙ୍କ ନାମରେ ନାନାଦି ମିଛ କଥା ଲେଖାଯିବା ସହ କୁଭାଷା ପ୍ରୟୋଗ କରି ତାଙ୍କ ସ୍ତ୍ରୀ, ଛୁଆ ଏବଂ ଶ୍ୱଶୁରଙ୍କ ନାମରେ ମଧ୍ୟ ଅଶାଳୀନ ଶବ୍ଦ ବ୍ୟବହାର କରି ଚରିତ୍ର ସଂହାର କରାଯାଇଥିଲା। ତେବେ ଏହି ପୋଷ୍ଟକୁ ନେଇ ଗତ ଜୁନ୍ ମାସ 23 ତାରିଖ ଦିନ ମହିଳା ଜଣକ ସାଇବର ଥାନାରେ ଜଣାଇଥିଲେ। 24 ତାରିଖ ଦିନ ଝାରପୋଖରିଆ ଥାନାରେ 162/25 ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ 12ରୁ 15 ଦିନ ଭିତରେ ଫେସବୁକ୍ କମ୍ପାନୀରୁ ରିପୋର୍ଟ ଆସିବ ବୋଲି କହିଥିଲେ। ପରେ ଜୁଲାଇ ମାସ 7 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଶୁଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ମଧ୍ୟ ସିଧାସଳଖ ଏସ୍ପିଙ୍କ ସହିତ କଥା ହୋଇଥିଲେ। ଇତିମଧ୍ୟରେ 1 ମାସ ପୂରିବା ପରେ ମଧ୍ୟ ଅଭିଯୁକ୍ତ ଧରା ନ ପଡ଼ିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ଆଜି ସାମ୍ବାଦିକ ଓ ମହିଳା ଜଣକ ବାରିପଦାଠାରେ ଡିଆଇଜିଙ୍କୁ ଭେଟିବା ପରେ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ ଘଟଣାର ତଦନ୍ତ କରି ନିଶ୍ଚିତ ଦୋଷୀକୁ ବାହାର କରାଯିବ କହି ବୁଝାଇଥିଲେ। ସାମ୍ବାଦିକଙ୍କୁ ଆକ୍ରୋଶ ରଖି ପରିବାର ପ୍ରତି ଦୁର୍ବ୍ୟବହାର କରିବା ସମାଜରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜନୈତିକ ଚାପ ପାଇଁ ଝାରପୋଖରିଆ ପୋଲିସ କାର୍ଯ୍ୟାନୁଷ୍ଠାନ ମନ୍ଥର ହେଉଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ ମହିଳା ଜଣକ ଭୁବନେଶ୍ୱରଠାରେ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି। ସ୍ୱାମୀ ଅଜୟ କୁମାର ନାୟକ। ଘଟଣା ହେଉଛି ମାସ 22 ତାରିଖ ଦିନ ସୋସିଆଲ ମିଡ଼ିଆରେ ମୋ ସ୍ୱାମୀଙ୍କ ନାଁରେ ସବୁ ପୋଷ୍ଟ କରାଯାଇଥିଲା। ସେ ବାବଦରେ ମୁଁ ଜୁନ୍ 22 ତାପରେ 23 ତାରିଖ ଦିନ ମୁଁ ଥାନାରେ ଏଫଆଇଆର ଦେଇଥିଲି। ଜୁନ୍ 23ରୁ ଆଜି ଜୁଲାଇ 23 ହେଇଗଲା, ଗୋଟେ ମାସ ହେଇଗଲା ଭିତରେ ପୋଲିସ କିଛି ବି କାର୍ଯ୍ୟାନୁଷ୍ଠାନ ନେଇନାହିଁ କି ଏପର୍ଯ୍ୟନ୍ତ ଦୋଷୀକୁ ଧରିବାରେ ସଫଳ ହେଇନାହିଁ। ମୁଁ ସବୁଆଡେ ଯାଇଛି, ସବୁଆଡେ ଦେଖା କରୁଛି, କିନ୍ତୁ କିଛି ଫଳ ଏପର୍ଯ୍ୟନ୍ତ ମୁଁ ପାଇନାହିଁ। ଯେମିତିକି ଆପଣଙ୍କର ସାଇବର ଥାନାରେ ଜୁନ୍ 22 ତାରିଖ ଦେଲା ପରେ ଜୁନ୍ 23 ତାରିଖ ଏଠି ରାତିରେ ଆସିଥିଲେ ଝାରପୋଖରିଆ ଥାନାକୁ। ଝାରପୋଖରିଆ ଥାନାରେ 23 ତାରିଖ ନେଇକି ରାତି 12ଟା ପରେ ସେମାନେ ମୋ ଅଭିଯୋଗଟାକୁ ଗ୍ରହଣ କରିଥିଲେ। 12ଟା ପରେ ଯୋଉଟାକି 24 ଡେଟ୍ ମେନସନ୍ କରିଥିଲେ। ତ ତାପରେ ହଉଛି ମୁଁ ଯାଇଥିଲି ଆପଣଙ୍କର ଡିଆଇଜି ଅଫିସକୁ ଜୁନ୍ 30 ତାରିଖ ସେଠି ଡିଆଇଜିଙ୍କ ସହିତ ଦେଖା ହେଇପାରିଲାନି, ବଟ୍ ଆଡିସନାଲ ଏସ୍ପିଙ୍କୁ ସବୁ କିଛି ଜଣେଇକି ଡିଟେଲ୍ସ ଆସିଥିଲି। ସେ ଭଲ ରେସ୍ପନ୍ସ କରିଥିଲେ। ତ ତାପରେ ଜୁଲାଇ 7 ତାରିଖ ସିଏମ୍ ଅଫିସକୁ ବି ଯାଇଥିଲି, ଯୋଉଟାକି ସବୁ ମୋ ପାଖରେ କପି ଅଛି। ଏବେ ସିଏମ୍ଙ୍କ ଅଫିସରେ ବି ଡାଇରେକ୍ଟ ତାଙ୍କ ସଚିବ ଏସ୍ପିଙ୍କୁ ଫୋନ କରିଥିଲେ, କହିଥିଲେ। ତାପରେ ବି କିଛି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନାହିଁ। ସିଏମ୍ ଡ୍ରାଇଭିଂସ ପରେ ତାପରେ ହଉଛି ଆପଣଙ୍କର ଏସ୍ପିଙ୍କୁ ଭେଟ କରିବା ପାଇଁ ଯାଇଥିଲେ, ଏସ୍ପିଙ୍କ ସହିତ ଦେଖା ହେଇପାରିଲା ନାହିଁ। ତ ଏସ୍ଡିପିଓଙ୍କୁ ଭେଟ କରିଥିଲି। ଏସ୍ଡିପିଓଙ୍କ ସହିତ ଦେଖା ହେଇସାରିଲା ପରେ ସିଏ ବି ସେ କହିଥିଲେ ହଁ ସରିଗଲା ପରେ ରଥଯାତ୍ରା ଟାଇମ୍ ଚାଲିଥିଲା, ସରିଲା ପରେ ଆମେ ଦେଖୁଛୁ ବୁଝୁଛୁ କ'ଣ କରାଯିବ ବୁଝୁଛୁ ଏସ୍ପିଙ୍କୁ କହିବା ବୋଲି। ସେଠି ବି ଫୋନ କରିଥିଲେ ସାଇବର ଥାନାକୁ ଏସ୍ଡିପିଓ ସାର୍ ବି। ତାପରେ ହଉଛି ଲାଷ୍ଟ ମୁଁ ଯାଇଥିଲି, ଗତକାଲି ଯାଇଥିଲି ବାଧ୍ୟ ହେଇକି ଆପଣଙ୍କର ଡିଆଇଜି ସାର୍ ଯେତେବେଳେ ବାରିପଦା ଆସୁଛନ୍ତି ମୁଁ ଶୁଣିବାକୁ ପାଇଲି, ଖବର ପାଇଲି, ଡିଆଇଜି ସାର୍ଙ୍କୁ ଦେଖା କରିଥିଲି। ତ ଡିଆଇଜି ସାର୍ ଏସ୍ପି ସାର୍ ଦୁଇଜଣଙ୍କ ସହିତ ଭେଟ ହେଇଥିଲା। ତ ସେମାନେ କହିଛନ୍ତି ଖୁବ୍ ଜଲ୍ଦି କିଛି ଡିସିସନ୍ ନିଆଯିବ, କିନ୍ତୁ ମୁଁ ଚାହୁଁଛି, ମୁଁ କିଛି ହାଇଲାଇଟେଡ୍ ହେବା ପାଇଁ ଚାହୁଁନି, ସରକାରଙ୍କ ପାଖରେ ମୋର ନ୍ୟାୟ ପାଇଁ ମୁଁ ଆପଣଙ୍କ ମାଧ୍ୟମରେ ଟିକେ ପହଞ୍ଚାଇବା ପାଇଁ ଚାହୁଁଛି ମୋ ବାର୍ତ୍ତାକୁ, ଆଉ କିଛି ନୁହଁ। ମୁଁ ମାନେ ଗୋଟେ ମାସ ହେଇଗଲା ବହୁତ ଡିପ୍ରେସନରେ ଅଛି। ମୋ ନାଁରେ ଯୋଉ ମିଛ ଏଲିଗେସନ ଲଗେଇଛନ୍ତି, ଯୋଉ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି, ମୁଁ ଗୋଟେ କଲେଜରେ ଚାକିରି କରୁଛି, ଯୋଉଟାକି କିଛି ଗଭର୍ଣ୍ଣମେଣ୍ଟ ନୁହଁ, ପ୍ରାଇଭେଟରେ ଅଛି ଏବେ ବହୁତ କମ୍ ସାଲେରୀରେ। ତା ସହିତ ବମ୍ବି ଛକ ଅଞ୍ଚଳରେ ସୀମାନ୍ତ କଲେଜ ସାଇଡ୍ରେ ଗେଟ୍ ସାଇଡ୍ରେ ଯୋଉଟା ଗୋଟେ ମୋର ଛୋଟ ଦୋକାନଟିଏ କରୁଛି, କେବଳ ଲେଡିଜ
गार्मेंट्स को लेकिन से मो बिजनेस बाबत को भी नहीं लेखाई जोटा कि पूरा मिछ कथा लेखाई तो से बाबत को मते बाहर को बाहर खराब लगुच ओडे जिते जाऊँगी सबू समस्ते से क्वेश्चन उत्तर दे दे मु पूरा माने मो भितर धैर्य ना जो भाई समस्त पचार बाहर को गला माने से कथा ड्यूटी गला बेलू से कथा माने गोटे दिन मसे है मो घर मेंटल कंडीशन ठीक ना तो मु चाहूँगी ये कथा आपण मध्यम सरकार पाखे पहुँचू मो ये बहुत माने टर्चर होती किंतु एठिकार आईएससी किसी भी शुणुना मु गत पर दिन आपंकर जुलाई 21 तारिख दिन भी रात आईएससी पाक जाइली सी देखले मत 20 तारिख दिन गोटे आउ गोटे आम मागिचु रिपोर्ट तो 20 तारिख दिन जोड़ा मागी जुलाई जून आपंकर जून 23 तारिख तो जुलाई 20 पर्यटन कौन करते सर कहीं डिसीजन नौना कहीं तदंत करूना मुझे 21 तारिख जाइए मत देखा 20 तारिख दिन मागी तो ये कहीं माने एत स्लो कहीं कहीं किसी एक्शन नौना मुझे भावुँ कि गोटे प्रभावशाली लोकंर चापर कि गोटे माने जोटा कि सन्देह करुँची कहे कि किसी पारे जोटा कि आईएससी सर कहीं डिसीजन नौना कहीं तो मुझे भावुँ कि गोटे कि चाप हो कौन सूत्र जेहेतु स्वामी जड़े गणमाध्यम प्रतिनिधि से सब सत लिखती आ मत जो लिखा राग रखिकी आक्रोशर शिकार मुझे बालछत्र एफएम कॉलेज झीटी जो निरीह झीटी आत्महत्या कला ये देखो झारपोखरिया कांचनमाला साहू आईन तो भरोसा रखी से प्रथम आई झारपोखरिया जनइला एसपी को जनइला एडिशनल एसपी को जनइला साइबर क्राइम को जनइला फेक आईडी विषय तापर डीआईजी को जनई महिला कमिशन मुख्यमंत्री को जनशुणाणी जनई कि बर्तमान सुधा कौन सी पदक्षेप नाला भाया लगुना नारी कौटी सुरक्षित देखु यू मयूरभंज रु चलीगला कौटू पिपिली भद्रक बालेश्वर किए जाणी दूची 3 जन झील 3 जन दुर्बृत्त आसके जो जाणीदे ये कौन साधारण घटना ना सरकार या पदक्षेप नौना ना से हाथ बांधिक बस आज पुलिस मन इच्छा कार्य कर कहा इंगित होगा सरकार भल कर तदंत करजे अधिकारी ये कार्यानुष्ठान नौना कार्यानुष्ठान हवा दरकार जदि सरकार सत्य नारी प्रति सुरक्षा देवे ताहले सरकार ये पदक्षेप नवा दरकार जदि सरकार भूल होची निज से भूल रोचे कौटी से चापर अच्छा निजको निजे तर्जमा करी निजे बरं ये हरी जा उचित ना आम नारी को सुरक्षा दे पारू ना आम क्षमता ना कही दिखाँ सरकार आ कौन कह दुख लगुच देखिक आम गोटे समाजसेवी हिसाब दुख लगुच ये घटना बारंबार देखिए ओडिशा भितर सबुठ आमर उत्तर प्रदेश बेंगल ताठू बढ़ीगला बिहार टू बढ़ीगला सरकार कहले जो प्लास्टिक बोतल पेट्रोल ना हास्यास्पद ये हास्यास्पद आज मो गोटे पेट्रोल मेसीन अच्छी पानी मतई जेनेटर अच्छी जेनेटर बही चली पेट्रोल टाकी पुरैया हाँ ना टाकी घर द्वार पाखे समस्त टाकी अच्छी नहीं आस ये हास्यास्पद एगुड़ा ठीक नुहे जदि आईन व्यवस्था कड़ा कर पुलिस प्रशासन सक्रिय रहा घटना प्राय हेनी प्रकृति दोषी को दंड मिलूनी जहाँफल आईन को भय ही ना गोटे गोटे पुलिस प्रशासन गाड़ी चेकिंग ठार आरंभ कर विभिन्न हाँ से समय बेकार जाऊँगी देखुचे कि मिलूँ एगुड़ा मिलनी जो प्रिया नष्ट हम तेणु कहीं मुड़ खेल निकट देखुची द्वारस्थ अंचल विभिन्न स्थान चोरी डकायत गढ़ी चली प्रतिबद्ध पुलिस प्रशासन गोटे भी केस धरले कि यार उत्तर गोटे भी केस धरती कि बंदूक देखिक बार बार बंदूक धर लोक पब्लिक देले कि पुलिस धरी पारुनी प्रत्येक शनिवार प्राय गोटे डकैती हो गाड़ी चले गोटे गाड़ी चोरी नहीं गले से पब्लिक धरिकी देले पुलिस को फोन कले सागे उठाऊना रिपोर्टर फोन भी या तो दुखदायक किसी अच्छी कि कहतु यार उत्तर दिंतु सरकार मयूरभंज बीर चिफ मुरारी मोहन महापात्र रिपोर्ट G9 ओडिया।